सांग माने जय जगन्नाथ आपण को ओडिया देसी किचन को स्वागत। आपण माने केमिति अछंती आशा करूची समस्ते बहुत भलरे थिबे। आज संडे थिला मु बाबूंको सह टिके मार्केट जाइथिली। बाटरे जिबा समय रे देखिली एते सुंदर छतु पड़िछि। आकु तो नै किछि गोटे निश्चय आइटम बनेबी भाबिली छतु पत्र पोड़ाटी निश्चय बनेबी। आसंतु देखिबा किपरि भाबे प्रस्तुत हेउछि छतु पत्र पोड़ा। प्रथमे छतु को भल भाबे हळदी पानी रे धोई दबा। এইটা এতে ঠোপ ঠোপ লাগুতি এইটা পুরা বিটু গাল ভଳିଆ সফ୍ଟ সଫ୍ଟ ହେଇଛି ଏଇଟା ବିଟୁ ଗାଲ এই ଭଳିଆ ସମୟରେ ସଫ୍ଟ ମୋ ସଫ୍ଟ ପୁଅ ହେଇଛି। ଆସି ପଚାରୁଛି ମାମା ଏଇଟା କଣ ଏତେ ସଫ୍ଟ ସଫ୍ଟ ହେଇଛି। ଏହାକୁ ଧୋଇବା ପରେ ଛତୁରେ ଥିବା ପାଣିକୁ ଭଲ ଭାବେ ଚିପୁଡ଼ି ବାହାର କରିବା। ଏହାପରେ ପିଆଜ କାଟିବା। ଏଠାରେ ମସଲା ପାଇଁ ମୁଁ ନେଇଛି କିଛି ସୋରିଷ ରସୁଣ ଫାଳେ ପିଆଜ। ଚାଲନ୍ତୁ ଏବେ ଛତୁରେ କଟା ହୋଇଥିବା ପିଆଜ କଞ୍ଚା ଲଙ୍କା ଗୋଟେ କଟା ହୋଇଥିବା ଟମାଟୋ ଏବଂ ବଟା ହୋଇଥିବା ସୋରିଷ ବେସର ଦେବା। 2 ଚାମଚ ସୋରିଷ ତେଲ ହଳଦୀ କଞ୍ଚା ଲଙ୍କା ଜିରା ଗୁଣ୍ଡ ମିଟ୍ ମସଲା ଏବଂ ଲୁଣ ଦେଇ ଭଲ ଭାବରେ ଗୋଳାଇ ଦେବା। ପତ୍ର ପୋଡ଼ା ପାଇଁ ମୁଁ ଏଠି ନେଇଛି ଗୋଟେ କଦଳୀ ପତ୍ର। କଦଳୀ ପତ୍ରଟିକୁ ଭଲ ଭାବେ ସେକିଦେବା କାରଣ ପତ୍ରରେ ଛତୁକୁ ଦେବା ପରେ ପତ୍ରଟି ନରମ ରହିବ ଆଉ ଫାଟିବନି। ଚାଲନ୍ତୁ ଗୋଳା ଯାଇଥିବା ମସଲା ଛତୁକୁ ପତ୍ରରେ କିଛି ତେଲ ଦେଇ ରଖିଦେବା। ଏହାପରେ କିଛି କଟା ହୋଇଥିବା ଧନିଆ ପତ୍ର ମଧ୍ୟ ଦେବା। ଏହାକୁ ଭଲ ଭାବରେ ଏକ ସୂତାରେ ବାନ୍ଧିଦେବା। ଗ୍ୟାସଟିକୁ ଅନ୍ କରି ପ୍ୟାନଟିକୁ ଗରମ କରିବା। ସେଥିରେ 2 ଚାମଚ ତେଲ ଦେଇ ପତ୍ରରେ ବନ୍ଧା ହୋଇଥିବା ଛତୁକୁ ନେଇ ରଖିବା। ଏହା ଭଲ ଭାବେ ସିଝିବା ପାଇଁ ଢାଙ୍କୁଣୀକୁ ଢାଙ୍କି ଦେବା। କିଛି ସମୟ ପରେ ପଲଟେଇ ଦେଇ ଆଉ କିଛି ସମୟ ପାଇଁ ଢାଙ୍କି ଦେବା। ଏବେ ଆମର ପ୍ରସ୍ତୁତ ହୋଇଗଲା ଛତୁ ପତ୍ର ପୋଡ଼ା। ସତରେ ସାଙ୍ଗମାନେ ଏହାର ବାସ୍ନା ଅତି ସୁନ୍ଦର। ଚାଲନ୍ତୁ ଏବେ ଆମ ବାବୁଙ୍କୁ ଖାଇବାକୁ ଦେଇ ପଚାରିବା ଏହାର ଟେଷ୍ଟ କିପରି ହେଇଛି। ସତରେ ବହୁତ ବଢ଼ିଆ ହେଇଛି। ଆପଣମାନେ ଚ୍ୟାନେଲଟିକୁ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି।